କିଛି କହିବାର ଥିଲା ସେ ଲୋକମାନଙ୍କୁ, ଯେଉଁ ଲୋକମାନେ ନା ଏ ଡ୍ରାଇଭର ଭାଇମାନଙ୍କୁ ତଳ ସ୍ତରରେ ଦେଖୁଛନ୍ତି। ମୁଁ ସେଇମାନଙ୍କୁ ହିଁ ଗୋଟେ କଥା କହୁଛି, ଗୋଟେ ଜିନିଷ ମନେ ରଖ, ଏ ଡ୍ରାଇଭରର ବି ଗୋଟେ ଇଜ୍ଜତ ଅଛି ଭାଇ। ତୁମେ ଯାହାକୁ ତଳ ସ୍ତରରେ ତୁ ଗୋଟେ ଡ୍ରାଇଭରଟା ବୋଲି କହୁଛ ନା, ଗୋଟେ ଦିନ ମନେ ରଖ, ତମର ଏତେ ଟଙ୍କାର ଗାଡ଼ି ସେ ତା ଆଙ୍ଗୁଠି ଅଗରେ ନଚଉଛି, ଆଉ ତମକୁ ନଚେଇବାକୁ କେତେ ସମୟ ଲାଗିବ? ଗୋଟେ ଡ୍ରାଇଭର ନା ତମ ପାଇଁ ଜୀବନ ଦେଇ ବି ପାରେ, ଜୀବନ ନେଇ ବି ପାରେ। ତମେ ସେତିକି ବିଶ୍ୱାସ କରୁଛ ବୋଲି ଗୋଟେ ଅଜଣା ଲୋକ ହାତରେ, ଗୋଟେ ଅଜଣା ଡ୍ରାଇଭର ହାତରେ ତମେ ଟ୍ରାଭେଲ କରୁଛ। ତାପରେ ବି ଆମକୁ ଏଭଳିଆ ନଜରରେ ଦେଖାଯାଉଛି। ଏଇ ଡ୍ରାଇଭର ନଥିଲେ ନା ତମେ ଏଇ ଯେଉଁ ପ୍ୟାଣ୍ଟ ସାର୍ଟ ପିନ୍ଧୁଛ ତାକୁ ବି ପିନ୍ଧିବାକୁ ପାଇବନି, ଯେଉଁ ଖାଇବା ଖାଉଛ ତାକୁ ବି ଖାଇବାକୁ ପାଇବନି, କିଛି କରିପାରିବନି। ମୁଁ ଏଇ ଭିଡ଼ିଓରେ କହିବାର କାରଣ ଏତିକି ଯେ ଆଜି ବି ବହୁତ ଲୋକ ଅଛନ୍ତି ଡ୍ରାଇଭରକୁ ସେ ତ ତଳ ଲେବୁଲ ମାନେ ତଳ ସ୍ତରରେ ଦେଖୁଛନ୍ତି, ଦେବ ରେସପେକ୍ଟ ପାଇବ। ସେଇମାନଙ୍କୁ ଆକ୍ଚୁଆଲି ଏଇ ଭିଡ଼ିଓଟାରେ ମେସେଜ ଜଣେଇଛି, ଭାଇ ତମେ ବି ଭଲରେ ଦେଖ, ସିଏ ବି ତମ ଗାଡ଼ିକି ତା ନିଜ ଗାଡ଼ି ଭଳିଆ ଦେଖିବ। ଆଉ ତମେ ଯେମିତି ତା ସେଥିରେ କରିବ, ସିଏ ତମକୁ ସେମିତି ନଚେଇବ। କାହିଁକି ନା ଗୋଟେ ଜିନିଷ ମନେ ରଖିଥ, ଏଇ ଆଙ୍ଗୁଠି ଅଗରେ ତମ ଗାଡ଼ିକୁ ସେ ନଚଉଛି, ତମକୁ ନଚେଇବାକୁ ତାକୁ ବେଶୀ ସମୟ ଲାଗିବନି। ବୁଝିଲ ତ? ବୁଝିବା ଲୋକ ନା ଠିକ୍ ବୁଝିବ। ଯଦି ଭିଡ଼ିଓଟି ଭଲ ଲାଗିଛି ନିଶ୍ଚିନ୍ତ ଭାବେ ଲାଇକ୍ କରିଦେବେ, ସେୟାର କରିବେ, ବହୁତ ମାତ୍ରାରେ ସେୟାର କରିବେ। ରହୁଛି, ଜୟ ଜଗନ୍ନାଥ।